ବିଧର୍ମୀ ତକି ଖାଁର ଆକ୍ରମଣ ଫଳରେ ସେବକମାନେ ମହାପ୍ରଭୁଙ୍କୁ ପୁରୀର ଦୋବନ୍ଧା ଘାଟ ଦେଇ ଚିଲିକା ମଧ୍ୟରେ ଥିବା ଏକ ଟାପୁକୁ ସ୍ଥାନାନ୍ତର କରିଥିଲେ। ସେ ଟାପୁର ନାମ ଥିଲା କାଙ୍କଣ ଶିଖରୀ। କାଙ୍କଣ ଶିଖରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ କିଛି ମାସ ଗୁପ୍ତରେ ରହି ପୂଜା ପାଇଲେ ଏବଂ ତତ୍ପରେ ସେହି କାଙ୍କଣ ଶିଖରୀରୁ ନଈରୀ ଗ୍ରାମରେ ଥିବା ହରିହରେଶ୍ୱରଙ୍କ ମନ୍ଦିରକୁ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରାଯାଇ ସେଠାରେ ମଧ୍ୟ ଗୁପ୍ତରେ ପୂଜା କରାଯାଇଥିଲା। ଏବେ ବି ସେହି ହରିହରେଶ୍ୱରଙ୍କ ମନ୍ଦିରରେ ମହାପ୍ରଭୁଙ୍କ 3ଟି ଚକା ବୈଠି ଆମେ ଦେଖିବାକୁ ପାଇଲୁ। ସେହି ହରିହରେଶ୍ୱରଙ୍କ ମନ୍ଦିରରୁ କିଛି ବାଟ ଗଲା ପରେ ଆଉ ଏକ ମନ୍ଦିର ଆମେ ଦେଖିବାକୁ ପାଇଲୁ। ସେ ମନ୍ଦିରଟି ଗୋପୀନାଥଙ୍କ ମନ୍ଦିର ଥିଲା। ଅତୀବ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ସେ ମନ୍ଦିରଟି ଥିଲା। ସେ ମନ୍ଦିରର ମୂର୍ତ୍ତିର ଗଠନ ଶୈଳୀ ଏବଂ ପ୍ରତିଟି ପଥରରେ ଖୋଦିତ କାରୁକାର୍ଯ୍ୟ ବହୁତ ସୁନ୍ଦର ଥିଲା। ଏତେ ସୁନ୍ଦର ଥିଲା ଯେ ସେ ମୂର୍ତ୍ତି ସବୁ ଜୀବନ୍ତ ଲାଗୁଥିଲେ। ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ନଈରୀ ଗ୍ରାମର ଶ୍ରୀ ଗୋପୀନାଥଙ୍କ ମନ୍ଦିରଟି ବହୁତ ସୁନ୍ଦର ମନ୍ଦିର ଅଟେ। ତା'ର ରକ୍ଷଣାବେକ୍ଷଣର ଦାୟିତ୍ୱ ସରକାର ନିହାତି ନେବା ଆବଶ୍ୟକ। ଜୟ ଜଗନ୍ନାଥ।